Let us turn our Bibles to 1 Samuel chapter 19 and we'll read verse 9. এই ଉତ୍ତାରେ ସାଉଲ ଆପଣା ହାତରେ ବର୍ଚ୍ଛା ଧରି ଗୃହରେ ବସିଥିବା ବେଳେ ସଦାପ୍ରଭୁଙ୍କ ଠାରୁ ଏକ ମନ୍ଦ ଆତ୍ମା ତାଙ୍କ ଉପରକୁ ଆସିଲା। ସେ ସମୟରେ ଦାଉଦ ଆପଣା ହସ୍ତରେ ବାଦ୍ୟ ବଜାଉଥିଲେ। Last week we saw how David came back to the palace after Jonathan went and spoke to his father. ଗତ ସପ୍ତାହରେ ଆମେ ଦେଖିଥିଲୁ ଯେ ଜୋନାଥନ କି ପ୍ରକାର ତାଙ୍କ ପିତା ସାଉଲଙ୍କୁ ଯେତେବେଳେ ସେ ବୁଝାଇଥିଲେ ତାପରେ ଦାଉଦ ପୁନର୍ବାର ସାଉଲଙ୍କର ରାଜପ୍ରସାଦ ମଧ୍ୟକୁ ଫେରି ଆସିଥିଲେ। But when he comes back to the house, the situation has become worse. ଯେତେବେଳେ ପୁନର୍ବାର ସେ ସେଇ ରାଜପ୍ରସାଦ ମଧ୍ୟକୁ ଦାଉଦ ଫେରି ଆସିଥିଲେ ଆଉ ସେଇ ସମୟର ଯୋଉ ପରିସ୍ଥିତି ଥିଲା ତା ଅଧିକ ଗମ୍ଭୀର ହୋଇ ପଡିଥିଲା। You find a very interesting verse here, two different anointed people. ଏଠାରେ ଆମେ ଅତି ଗୋଟେ ଜାଣିବାର ବିଷୟ ଦେଖିବା ଯେ ଏଠାରେ ଦୁଇ ପ୍ରକାର ବ୍ୟକ୍ତିଙ୍କ ବିଷୟରେ ଦେଖିବା ଯୋଉମାନଙ୍କ ଉପରେ ଭିନ୍ନ ଭିନ୍ନ ପ୍ରକାରର ଅଭିଷେକ ଥିଲା। Now one person is got the evil spirit. ଜଣେ ବ୍ୟକ୍ତିଙ୍କ ଉପରେ ଯାହାକି ମନ୍ଦ ଆତ୍ମା ଯୋଉ ଶକ୍ତିର ଆଉ ତା ମଧ୍ୟରେ ଯୋଉ ଅଭିଷେକ ଥିଲା କିମ୍ବା ଯଦି କହିବା ତାକୁ ସେ ଗ୍ରାସ କରିଥିଲା। And David, you find the Holy Spirit is upon him. କିନ୍ତୁ ଆମେ ଦାଉଦଙ୍କ ଉପରେ ଦେଖିବା ଯାହାଙ୍କ ଉପରେ ପବିତ୍ର ଆତ୍ମାଙ୍କର କର୍ତ୍ତୃତ୍ୱ ଥିଲା। The man with the evil spirit, Saul, is having a spear in his hand. ଯେଉଁ ସାଉଲଙ୍କ ଉପରେ ମନ୍ଦ ଆତ୍ମା ଅଧିଷ୍ଠାନ କରିଥିଲା ତାଙ୍କ ହାତରେ ଏକ ବର୍ଚ୍ଛା ଥିଲା। While David, in his hand, he's got an instrument of worship. କିନ୍ତୁ ଦାଉଦଙ୍କୁ ଯଦି ଆମେ ଦେଖିବା ଯାହାଙ୍କ ଉପରେ ପବିତ୍ର ଆତ୍ମାଙ୍କର କର୍ତ୍ତୃତ୍ୱ ଥିଲା ତାଙ୍କ ହାତରେ ଏକ ବାଦ୍ୟ ଯନ୍ତ୍ର ଥିଲା। Now the plan of the evil spirit is always to stop godly people from going forward. ମନ୍ଦ ଆତ୍ମା ମନ୍ଦ ଶକ୍ତିର କାର୍ଯ୍ୟ କଣ ଅଟେ? ସେ ସବୁବେଳେ ଚେଷ୍ଟା କରେ ଯେ ପରମେଶ୍ୱରଙ୍କ ଠାରେ ଗୋଟେ ବ୍ୟକ୍ତିକୁ ଆଗକୁ ବଢିବା ପାଇଁ ସେ ନ ଦେବା ପାଇଁ ସେ ଚାहे ବା ସେ ଅଟକେଇ ଥାଏ। So you should understand this very well in your mind. ସେଥି ନିମନ୍ତେ ଏହି ବିଷୟକୁ ଆମେ ଅତି ସ୍ପଷ୍ଟ ଭାବରେ ଆମେ ଆମ ମନ ମଧ୍ୟରେ ବୁଝିବା ଦରକାର। You are working in office, school, wherever it is, you are good and you are a honest, not troublemaking person. Still people trouble you. ଯେତେବେଳେ ଆମେ ଗୋଟେ ସଚ୍ଚୋଟ ଲୋକ ହେଇଥାଉ ଆମେ ଆମର କାର୍ଯ୍ୟାଳୟକୁ ଯାଇଥାଉ କିମ୍ବା ଆମେ ଯଦି ପାଠ ମଧ୍ୟ ପଢିଥାଉ ଆମେ ସ୍କୁଲକୁ ଯାଇଥାଉ ଆମେ କାହାର କ୍ଷତି ପହଞ୍ଚେଇ ନଥାଉ ଆମେ ଉତ୍ତମ ବ୍ୟକ୍ତି ହେଇଥାଉ। You don't want to face Saul because you don't want trouble. ଆମେ ସେଇ ସାଉଲ ସଦୃଶ ଲୋକମାନଙ୍କୁ ଆମ ଜୀବନରେ ଭେଟିବାକୁ ମଧ୍ୟ ଚାହିଁ ନଥାଉ କାରଣ ଆମ ଜୀବନରେ ଆମେ କୌଣସି ପ୍ରକାର ବାଧା ବା ସେ ପ୍ରକାର ଅସୁବିଧାର ସମ୍ମୁଖୀନ ହେବାକୁ ଆମେ ଚାହିଁ ନଥାଉ। Last week, 1 week back, we saw actually David did not hate Saul, but Saul hated David. ଏକ ସପ୍ତାହ ପୂର୍ବରୁ ଯେ ଆମେ ଦେଖିଥିଲୁ ଯେ ଦାଉଦ କୌଣସି ପ୍ରକାରେ ସାଉଲଙ୍କୁ ଘୃଣା କରୁନଥିଲେ କିନ୍ତୁ ସାଉଲ ହିଁ ଦାଉଦଙ୍କୁ ସେ ଘୃଣା କରୁଥିଲେ। So even as you are trying to maintain your peace and your holiness, still people trouble you. ଯେତେବେଳେ ଆମେ ଆମ ବ୍ୟକ୍ତିଗତ ଜୀବନର ଯୋଉ ପବିତ୍ର ଆତ୍ମାଙ୍କର ବିଷୟ ହଉ କିମ୍ବା ପରମେଶ୍ୱରର ପବିତ୍ରତାର ବିଷୟ ହଉ ଶାନ୍ତିର ବିଷୟ ହଉ ଆମେ ବଜାୟ ରଖିବା ପାଇଁ ଚେଷ୍ଟା କରିଥାଉ ତଥାପି ସେଇ ମନ୍ଦ ଆତ୍ମା ସେ ଶକ୍ତି ସେ ଆମକୁ ବାଧା ଦେଇଥାଏ। One time when Jesus was walking on this earth, Satan came to him, the demon came to him and said, "Why have you come here before time?" ଯେତେବେଳେ ପ୍ରଭୁ ଯୀଶୁ ଖ୍ରୀଷ୍ଟ ଏଇ ଜଗତ ମଧ୍ୟରେ ସେ ଆଉ ଥିଲେ ଆଉ ସେଇ ସମୟରେ ଥରେ ମନ୍ଦ ଆତ୍ମା ଶୈତାନ ସେ ଆସିକି ତାଙ୍କୁ କହିଲା ଆଉ ତୁମେ କାହିଁକି ଆପଣର ସମୟ ନ ହେବା ପୂର୍ବରୁ ତୁମେ ଆଉ ଏଠାରେ ତୁମେ ଆସି ଗମନ କରୁଅଛ। See, the devil thought that Jesus has come to throw them into hellfire. କାରଣ ଶୈତାନ ସେ ଭାବିଲା ଯେ ପ୍ରଭୁ ଯୀଶୁ ଖ୍ରୀଷ୍ଟ ଆସିଛନ୍ତି ତାହାକୁ ନେଇକି ଆଉ ସେ ନର୍କ ମଧ୍ୟରେ ଫୋପାଡ଼ିବା ପାଇଁ। But actually he had not come to throw the devil into lake of fire. He had come to save sinners first.
किंतु प्रभु यीशु ख्रीष्ट कौनसी प्रकारे आउ शैतान को से अग्निमय हृदय मध्य रे पकेबा निमंते आसिनथिले किंतु से प्रथमे आसिथिले आ पापी मानक उद्धार पाई So the devil always has this fear. Devil is actually afraid of you, and that is why he troubles you. शैतान रो सब बेले एही प्रकार भयता मध्य रे थाए सेथि पई से चेष्टा करे आम मानकु बाधा देबा निमंते See, Jesus came to redeem man and bring him into relationship with God. प्रभु यीशु ख्रीष्ट आसिले जगत मध्य को मनुष्य को उद्धार करिबा पई तार मुक्ति पई एवं परमेश्वर को सहित तार संपर्क को सुस्थापन करिबा पई Now Satan wants to stop that thing to happen in your life. तो शैतान से कौन करे सही विषय को ही बाधा देबा पई आउ आम जीवन रे चेष्टा करि थाए So you are actually innocent. प्रकृत भाव रे आमे माने निर्दोष ही अटु So it is a fight between God and the devil. आउ एहा हेउची परमेश्वर एवं शैतान मध्यर युद्ध But what you and I must do is take a firm stand for Jesus. किंतु आजि आम समस्तଙ୍କ निमंते कार्य कोन अटे आम मानकर कार्य अटे बा मानकर कर्तव्य अटे आमे आजि प्रभु यीशु ख्रीष्टंकर सपक्ष रे आमे ठिया हेबा See, Saul initially, personally, he wanted to kill David, but now he openly wants to kill David. साउल से प्रथमे गुप्त भाव रे चाहुथिला दाऊदंकु आघात करिया पई ताहांकु हत्या करिया पई किंतु एबे से कोन करूची मुक्त भाव रे खोला खोली भाव रे से दाऊदंकु बध करिबा निमंते चेष्टा So करूची sometimes when you are, in a place like that, people will try to try to harm you, maybe office or school or wherever it is. जेतेबेले आमे माने एही प्रकार समस्यार सम्मुखीन होई थाउ हमर कार्य स्थान रे हो किबा आमे जोटी पाठ पढुचु सही स्थान रे हो किछ दळर लोक माने सबने एकत्रित हुवंती हमकु आघात करिबा पाई Yeah, you have to understand and thank God for the anointing is upon you. हमकु सही विषय रे बुझिबा को हेबो एवं आमे प्रभु को धन्यवाद देबा कारण परमेश्वर अभिषेक त आम ऊपर अछि Because you are chosen to be a blessing, Satan wants to harm that. जेहेतु आम्हे माने आज बछा जाई अछु परमेश्वर को द्वारा एक आशीर्वाद निमंते आउ सेथि पई शैतान चेष्टा करे हमका जी क्षति पहुंचेबा पई If you are not, what you call, spiritually alert, you can have problems. जदि आज आम्हे माने आत्मिक भाव रे जागृत हेबा नै आमे जदि आज सतर्क हेबा नै ताहाले आमे समस्या मध्ये रे पडिबा What happens, suppose, let's say that somebody calls you a bad name in the office. उदाहरण स्वरूप आमे देखिबा जदि हमर ऑफिस रे जदि हमगु जने केही लोक गोटे खराब शब्द प्रयोग करी हम ना धरकी से डाकिबो What you will do? What you will do? आमे से स्थान रे आमे कोन करिबा You will get angry and you will call him back the same bad name. हमगु होय तो राग भी लागि पारे एवं आमे पुनर्बार कोन करिबा कि आमे मते ताकू सही प्रकार गोटे खराब शब्द प्रयोग करी कि आमे ता नाम उच्चारण करी आमे डाकिबा That's exactly what the devil wants you to do. ताहाई प्रकृत विषय शैतान चाहे आमे माने करू बोली If you turn your Bible to Ephesians chapter 4, असंतु आमे एफिसियो तार 4 पर्व मध्य को जिबा read verse 26 and verse 27. आमे तार 26 एवं 27 पढिबा एफिसियो 4 पर्वर 26 एवं 27 क्रोध हेले पाप कर नाही सूर्य अस्त न हेउनु क्रोध परित्याग कर पुनी शैतान को स्थान दियो नाही Now, somebody calls you a bad word, he calls you a monkey. जदि केही हमको गोटे एमती मांकोड़ा बोली हमको डाकिबो You get so angry. हमको बहुत राग लागिबो No problem. ठीक अछि किछ असुविधा नाही Getting angry is not the issue here. एठारे रागिबा कोनोसे प्रकार एठारे असुविधार विषय नाही Look at the Bible again. आसंतु पुनर्बार बाइबल को हम देखिबा But it says, be angry. एठारे लेखा जाय क्रोध तमे करिबा बा तमे क्रोधान्वित हेई पारिबो What does the Oriya Bible say? क्रोध हेले पाप कर नाही If you get angry, don't commit commit sin, sin right? yeah Huh?
Okay. Hmm. In other words, Yeah. you getting angry is not the issue, but what you do after you get angry is more important. ଏଠାରେ ଲେଖାଯାଏ ତମେ କ୍ରୋଧ ହେଲେ ପାପ କର ନାହିଁ ଅର୍ଥ ତମେ କ୍ରୋଧ ତମକୁ ଲାଗିବ ତମେ ରାଗି ପାରିବ ସେଟା କିଛି ଅସୁବିଧା ନାହିଁ କିନ୍ତୁ ତୁମେ ରାଗିବା ପରେ କଣ କାମ କରୁଛ ତାହା ଠାରେ ଜରୁରୀ ଅଟେ। Yes. Now that's exactly, see, anger is just an emotion that comes out, just like laughter. ରାଗିବାର ବିଷୟ ଆମର ଗୋଟେ ଭାବନାତ୍ମକ ବିଷୟ ଯୋଉଟା କି ଆମ ଭିତରେ ଥାଏ ଯେମିତି ଆମକୁ ହସ ଲାଗିଲେ ଆମେ ହସି ଥାଉ ଆମକୁ ରାଗ ମଧ୍ୟ ସେ ପ୍ରକାର ଆସିଥାଏ। Now, if you have a pet dog, you catch a pet dog's ear or tail, it'll get angry, but it won't bite you. ଆମର ଯଦି ଗୋଟେ ପୋଷା କୁକୁର ଅଛି ତ ଆମେ ତାର ଲାଞ୍ଜକୁ ଭିଡିବା କିମ୍ବା ଆମେ ତାର କାନକୁ ଟାଣିବା ସେ ରାଗିବ କିନ୍ତୁ ସେ ଆମକୁ କାମୁଡିବ ନାହିଁ। Why? Because it knows it's a master, so it'll get angry, but it won't bite you. ସେ ଜାଣିଛି ଯେ ଆମେ ତାର ମାଲିକ ଅଟୁ ସେ ରାଗିବ କିନ୍ତୁ ସେ ଆମକୁ କାମୁଡିବ ନାହିଁ। Okay, now you go to a street dog and you pull the tail or you pull the ear, what it'll do? ଯଦି ଆମେ ରାସ୍ତା କଡର ବୁଲା କୁକୁର ପାଖକୁ ଯିବା ଆମେ ତାର ଲାଞ୍ଜ ଭିଡିବା ତାର କାନ ଟାଣିବା ସେ ଆମକୁ କଣ କରିବ? You know what it'll chase you. ସେ ଆମ ପଛରେ ଗୋଡେଇବ। That's the difference. ତାହା ହିଁ ଏଠାରେ ପାର୍ଥକ୍ୟ ଅଟେ। You know, getting angry is not the point here. What you do after that is very important. ଏଠାରେ ରାଗିବା ବା କ୍ରୋଧ କରିବା ତାହା ଜରୁରୀ ବିଷୟ ନାହିଁ କିନ୍ତୁ ଆମେ ଯେତେବେଳେ କ୍ରୋଧାନ୍ୱିତ ହଉଛୁ ରାଗୁଛୁ ରାଗି ସାରିଲା ପରେ ଆମେ କାମ କଣ କରୁଛୁ ତାହା ଜରୁରୀ You know, ଅଟେ। we need to be very careful. Just because somebody said something, somebody did something, go to God and confess and commit your life to Him and pray, Lord, forgive that man and heal that man. ଯଦି ଆଜି ଆମକୁ ସେଇ ରଗେଇଲା ଭଳିଆ ଲୋକମାନେ କିଛି କଥାବାର୍ତ୍ତା କରନ୍ତି ଆମକୁ କଷ୍ଟ ଲାଗୁଛି ତ ପ୍ରଥମେ ପରମେଶ୍ୱର ପାଖକୁ ଆମେ ଯିବା ଆମେ ସେଇ ବିଷୟକୁ ପ୍ରଭୁ ନିକଟରେ ରଖିବା ଆମେ ସ୍ୱୀକାର କରିବା ଆମେ ଆଉ ସେ ଲୋକ ପାଇଁ ପ୍ରାର୍ଥନା ମଧ୍ୟ କରିବା ଏବଂ ପ୍ରଭୁ ଆମକୁ ଏଥିରେ ସାହାଯ୍ୟ କରିବେ। Look at that Bible verse again. ଆମେ ପୁନର୍ବାର ବାଇବଲର ସେଇ ପଦ ମଧ୍ୟକୁ ଯିବା। Do not let the sun go down. ସୂର୍ଯ୍ୟ ଅସ୍ତ ନ ହେଉଣୁ। Okay. In other words, today somebody called you a monkey. Tomorrow morning when you see him in the office, don't recollect, oh, yesterday you called me a monkey. No, don't keep that in your mind. ଯଦି ଆଜି ମତେ କିଏ ମାଙ୍କଡ ଡାକିଲା ମୋ ଅଫିସରେ ମୁଁ କାଲି ସକାଳେ ଅଫିସକୁ ଯିବି ଆଉ ଆଜିର ଯୋଉ ମାଙ୍କଡ ଡାକିଛି ମୁଁ କାଲି ମଧ୍ୟ ମନେ ରଖିକି ଭାବିବି ଯେ ଆଉ ସେ ମତେ ମାଙ୍କଡ ଡାକିଥିଲା କିନ୍ତୁ ଏଇଭଳିଆ ମନ ଆମର ନ ରହିବା ଦରକାର। But it is His plan that you must remember what I told you. He wants you to remember all the insults that He has done to you. କିନ୍ତୁ ସେ ଲୋକ ମନ ମଧ୍ୟରେ ଏହା ଥିବ ଯେ ସେ ଚାହୁଁଥିବେ କି ଆମେ ଏଇ କଥାକୁ ମନେ ରଖିବା ଏବଂ ଯୋଉ ନିନ୍ଦା ସେ ଆମକୁ ଅପମାନ ଦେଇଛି ତାହା ଆମେ ସବୁବେଳେ ଆମ ମନ ମଧ୍ୟରେ ରଖିବା ବୋଲି ସେ ଚାହିଁଥାଏ। So that is the work of the enemy. He wants you to remember all those hurtful things and have that anger in your heart. ତାହା ହିଁ ଶତ୍ରୁ ଚାହେଁ ତାହା ହିଁ ଶୈତାନ ଚାହେଁ ଯେ ଆମକୁ ସେ ଯାହା କିଛି ନିନ୍ଦା ଦେଇଥାଏ ଅପମାନ ଦେଇଥାଏ ଆଉ ସେଇ ବିଷୟକୁ ଆମେ ହୃଦୟ ମଧ୍ୟରେ ରଖି ଆମେ ରାଗିବା ଆମେ କ୍ରୋଧାନ୍ୱିତ ହେବା। Sometimes it is very difficult. Somebody said something very bad, very painful. I do agree. It may not be able to forgive him all of a sudden, or when one day you can't forgive him. I understand that. ଆଜ୍ଞା କୁହନ୍ତି ଆଉ ଏହା ସତ୍ୟ ବିଷୟ ଅଟେ ଯେ ଆଉ ବେଳେ ବେଳେ ଲୋକମାନେ ଆମକୁ ଏତେ ବାଧିଲା ଭଳିଆ କଥା କୁହନ୍ତି ଯେ ସେଇ କଥାକୁ ଆଉ ଆମ ମନ ମଧ୍ୟରୁ ଦୂର କରିବା କିମ୍ବା ତାକୁ ଭୁଲି ଯିବା ଆଉ ବହୁତ କଷ୍ଟର ବିଷୟ ହୋଇଥାଏ। But it's each time that thought, that anger, that hatred comes, go to God and ask, Lord, help me to overcome this, this anger in me and help me to forgive that person. କିନ୍ତୁ ଯୋଉ ମୁହୂର୍ତ୍ତରେ ଆମକୁ ସେହି କଥା ବାରମ୍ବାର ମନ ମଧ୍ୟରେ ଆସେ ଆଉ ସେଇ ସମୟରେ ଆମେ ପରମେଶ୍ୱରଙ୍କ ନିକଟକୁ ଯିବା ଆମେ ପ୍ରଭୁଙ୍କ ନିକଟରେ ସେ ବିଷୟକୁ ରଖିବା ପ୍ରାର୍ଥନା କରିବା ପ୍ରଭୁଙ୍କର ସାହାଯ୍ୟ ଆମେ ମାଗିବା। Today you find a lot of people who find fault with others. ଆଜି ଆମେ ଏ ପ୍ରକାର ଅନେକ ଲୋକମାନଙ୍କୁ ଦେଖିପାରିବା ଯୋଉମାନେ କି ଅନ୍ୟ ଲୋକମାନଙ୍କ ଜୀବନ ମଧ୍ୟରେ ସେମାନେ ଅନେକ ଦୋଷକୁ ଖୋଜନ୍ତି। They try to justify that they are better than others. ଏବଂ ସେମାନେ ଚାହାନ୍ତି ନିଜେ ଆଉ ନିଜକୁ ସେମାନେ ସଠିକ ଦେଖେଇବା ପାଇଁ ଆଉ ଅନ୍ୟମାନଙ୍କ ତୁଳନାରେ। Once in the life of Jesus, one lady was caught in the act of adultery. They bring her to Jesus. ପ୍ରଭୁ ଯୀଶୁଙ୍କ ସମୟରେ ଯେତେବେଳେ ଜଣେ ସ୍ତ୍ରୀ ଲୋକକୁ ପ୍ରଭୁ ଯୀଶୁଙ୍କ ନିକଟକୁ ଅଣା ଯାଇଥିଲା ତାକୁ ବ୍ୟଭିଚାର ଦୋଷରେ ଆଉ ଧରା ପଡିଥିଲା ବୋଲି। And they tell Jesus the Bible also. What would you do for a person who's caught adultery? They know very well the law says you must stone her.
ଏବଂ ସେହି ଲୋକମାନେ ସେମାନେ ଓଲଟା ପ୍ରଭୁ ଯୀଶୁଙ୍କୁ ଆଉ ପ୍ରଶ୍ନ ପଚାରିଥିଲେ ଯେ ପ୍ରକାର ବାଇବେଲରେ ଲେଖାଯାଏ ଆଉ ଯେ ଯେ ସମୟରେ ଯେ ବ୍ୟଭିଚାର କରୁଥିଲା ତାହାକୁ ପଥର ଫୋପାଡା ଯାଉଥିଲା ଏବଂ ସେମାନେ ପଚାରିଲେ କି ଆଉ ଏ ପ୍ରକାର କାମ ଯେ କରିବ ତାହା ପ୍ରତି ଆମେ କଣ କରିବା? Jesus very much agreed. Yes, 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 I agree with you stoning that person. But he who has no sin, let him start first. ପ୍ରଭୁ ଯୀଶୁ ସେମାନଙ୍କୁ କହିଲେ ଠିକ ଅଛି କି ତମେ ବାଇବେଲରେ ଲେଖାଯାଏ ତମେ ତାକୁ ପଥର ଫୋପାଡି ପାରିବ କିନ୍ତୁ ଏ ପ୍ରକାର ଯଦି କେହି ଜଣେ ଥିବ ଯେ କି ବିଲକୁଲ ପାପ ହିଁ କରିନଥିବ ସେ ଆସିକି ତାକୁ ପଥର ଫୋପାଡି ପାରିବ। And we know the story that all of them left. ଆଉ ଆମେ ମାନେ ସମସ୍ତେ ସେ କାହାଣୀକୁ ଜାଣୁ ଯେ ସମସ୍ତେ ସେଇ ସ୍ଥାନ ଛାଡିକି ସେମାନେ Why ପଳେଇ did ଗଲେ। they leave? କାହିଁକି ସେମାନେ ସେ ସ୍ଥାନ ଛାଡିକି Yeah, ପଳେଇ ଗଲେ? when Jesus told, he who does not have that sin, then you start. That means everybody has committed some sin in their life. କାରଣ ପ୍ରଭୁ ଯୀଶୁ ଖ୍ରୀଷ୍ଟ କହିଲେ ତମ ମାନଙ୍କ ମଧ୍ୟରୁ ଆଉ ଯେ କେହି ପାପ କରିନଥିବ ସେଇ ପ୍ରଥମେ ପଥର ଫୋପାଡିବ ଏବଂ ସେମାନେ ଏ ପ୍ରକାର କେହି ସେମାନଙ୍କ ମଧ୍ୟରେ ନଥିଲା କାରଣ ଆମେ ସମସ୍ତେ ପାପ କରିଥାଉ ଆଉ କେହି ନା କିଛି ପାପ କରିଥାଉ ଏଥି ନିମନ୍ତେ ସେମାନେ ସେ ସ୍ଥାନ ଛାଡିକି ପଳେଇ ଗଲେ। Yes, the stone which they threw down actually was a stone that they should have stoned themselves. ଯୋଉ ପଥର ସେମାନେ ତଳେ ଫୋପାଡିଲେ ପ୍ରକୃତରେ ସେଇ ପଥର ସେମାନେ ନିଜ ନିଜକୁ ମାରିବାର ଆବଶ୍ୟକତା ଥିଲା। So if you tell a lie, you don't get stoned for telling a lie. ଯଦି ଗୋଟେ ମିଛ କଥା ଆମେ କହିବା ହୁଏତ ସେ ମିଛ କଥା କହିବା ପାଇଁ ଆମେ ପଥର ଆମକୁ ଫୋପାଡିବା ଆମ ନିଜ ଉପରେ ପଥର ପଡିବ ନାହିଁ। Okay, when you disobey God, the different laws have different punishments. ଆଉ ପରମେଶ୍ୱରଙ୍କର ଅବାଧ୍ୟ ହେବା ଅନାଜ୍ଞା ହେବା ତାହା ନିମନ୍ତେ ମଧ୍ୟ ଅନ୍ୟ ପ୍ରକାର ଦଣ୍ଡ ଆଉ ଯୋଉଟା କି ବ୍ୟବସ୍ଥା ମଧ୍ୟ ରହିଅଛି। But they realized that they had committed a similar sin to this lady. ଆଉ ସେମାନେ ସେଇ ସମୟରେ ଆଉ ହୃଦୟଙ୍ଗମ କରିପାରିଲେ କି ଯେ ସେମାନେ ମଧ୍ୟ ସେ ସମାନ ପ୍ରକାର ପାପ ଆଉ ସେ ସ୍ତ୍ରୀ ଲୋକ ପ୍ରତି ମଧ୍ୟ ସେମାନେ କରିଅଛନ୍ତି। Okay, coming back here, you find David and Saul in the same room facing each other. ଆମେ ପୁନର୍ବାର ଆମର ଅଧ୍ୟୟନ ମଧ୍ୟକୁ ଆସିବା ଏଠାରେ ଦେଖିବା ଯେ ଦାଉଦ ଏବଂ ଶାଉଲ ସେମାନେ ଏକତ୍ର ଗୋଟିଏ କକ୍ଷରେ ସେମାନେ ଅଛନ୍ତି। Why did God allow this to happen? କାହିଁକି ପରମେଶ୍ୱର ଏହି ବିଷୟ ଘଟିବା ନିମନ୍ତେ ଦେଲେ? This is, if David will be the king of Israel one day. କାରଣ ଦାଉଦ ଦିନେ ସେ ଇସ୍ରାଏଲର ରାଜା ହେବା ନିମନ୍ତେ ଯାଉଥିଲେ। And Saul his chapter is already closed. ଏବଂ ସାଉଲଙ୍କର ଯୋଉ ଅଧ୍ୟାୟ ଥିଲା ତାଙ୍କ ଜୀବନର ଯୋଉ କାର୍ଯ୍ୟର ସମୟ ଥିଲା ତାହା ସମାପ୍ତ ହୋଇ ଯାଇଥିଲା। Sometimes in our own lives, God wants to show that we are the chosen people, and he makes us to face our enemies face to face sometimes. ପରମେଶ୍ୱର ବେଳେ ବେଳେ ସେ ଆମକୁ ଆମ ଜୀବନ ପ୍ରକାର ସମସ୍ୟା ଦେଇଥାନ୍ତି କାହିଁକି କାରଣ ସେ ଦେଖେଇବାକୁ ଚାହାନ୍ତି ଯେ ଆମେ ମାନେ ହଉଛୁ ମନୋନୀତ ହୋଇଥିବା ସେଇ ଲୋକ ଏବଂ ଆଉ ପରମେଶ୍ୱରଙ୍କ ଆମେ ମାନେ ସେ ଆଶୀର୍ବାଦ ପାଇବା ନିମନ୍ତେ ଏବଂ ପରମେଶ୍ୱର ଆମକୁ ବାଛି ଅଛନ୍ତି। It's to show that that you are anointed while they are not anointed. ଏବଂ ତାହା ଦର୍ଶାଇବା ନିମନ୍ତେ ପରମେଶ୍ୱର କରନ୍ତି ଯେ ଆମେ ମାନେ ଅଭିଷେକ ପାଇଅଛୁ କିନ୍ତୁ ସେମାନେ ପାଇନାହାନ୍ତି। When you face those people, sometimes I have noticed this in my life, they cannot see you eye to eye. ଆଜ୍ଞା ନିଜର ଅଭିଜ୍ଞତାରୁ କୁହନ୍ତି ଅନୁଭୂତିରୁ କୁହନ୍ତି କି ଯେତେବେଳେ ସେହି ପ୍ରକାର ଲୋକମାନଙ୍କୁ ଆମ ଜୀବନ ଆମେ ଭେଟିଥାଉ ସେହି ଲୋକମାନେ କେବେ ଆମ ଆଖିରେ ଆଖି ମିଶେଇ ପାରନ୍ତି ନାହିଁ। Because they have a lot of guilt in them. କାହିଁକି କାରଣ ସେମାନଙ୍କର ମନ ମଧ୍ୟରେ ପ୍ରକାର ଅନେକ ଦୋଷ ଆଉ ସେମାନଙ୍କ ମନ ମଧ୍ୟରେ ଥାଏ। You don't know what all they planned in their mind because you are innocent. ହୁଏତ ଆମେ ମାନେ ନିର୍ଦୋଷ ଥାଉ ଆମେ ସେ ସରଳ ଲୋକ ଥାଉ ଆମେ ମାନେ ଜାଣି ପାରୁନଥାଉ କି ସେହି ଲୋକମାନେ ତାଙ୍କ ମନ ମଧ୍ୟରେ ଏ ପ୍ରକାର କଣ ଯୋଜନା ସେମାନେ ବନେଇଥାନ୍ତି। You are trying to avoid them because you don't want trouble. ଆଉ ଆମେ ମାନେ ସେମାନଙ୍କୁ ଦୂରେଇବା ପାଇଁ ଚେଷ୍ଟା କରିଥାଉ ଆମେ ତାଙ୍କ ଠାରୁ ଦୂରେଇକି ରହିବା ପାଇଁ ଚାହିଁଥାଉ କାହିଁକି କାରଣ ଆମେ କୌଣସି ପ୍ରକାର ସମସ୍ୟା ଆମ ଜୀବନ ମଧ୍ୟରେ ଆମେ ଚାହିଁନଥାଉ। You want peace and you want happiness. You don't want to interfere with anybody. କାରଣ ଆମକୁ ହୁଏତ ସେ ଶାନ୍ତି ଦରକାର ସେ ଆନନ୍ଦ ଦରକାର ସେଥିପାଇଁ ଆମେ ମାନେ ଆଉ ଅନ୍ୟ କୌଣସି ଲୋକର ବାଧା ଆମ ଜୀବନ ମଧ୍ୟରେ ଆମେ ଚାହିଁନଥାଉ। But they don't want to see you because they got lot of hatred and anger inside them.
आउ से लोक माने हमकु सेही अवस्था देखि पारंती नाही आ काहे कि कारण सेमानक मन मध्यरे अनेक क्रोध थाए अनेक प्रकार घृणार विषय आम विरुद्ध रे संग मन मध्यरे था That's what the Bible says, that the church must be loving, it should bear one another's burdens and forgive one another. से निमंते बाइबल लिखा जाए जे मंडली र कर्तव्य कोन जे मंडली मध्यरे परस्पर को प्रेम करिबा दरकार परस्पर र बोझ को से माने बहिबा दरकार एवं परस्पर को बुझिबा मध्ये दरकार Because if you give chance for the devil, he can destroy you, he will destroy your peace, your happiness, and every blessing also. कारण जदि शैतान को आमे माने स्थान देबा तो से कोन करिवो से हमर शांति को नष्ट करिवो से हमर आशीर्वाद को नष्ट करिवो संपूर्ण भाबरे से हमर समस्त विषय को से हरण करि नै जीवो In verse 10, you find Saul, he tried to pin David to the wall. 19 पर्वर 10 पद आमे देखिबा प्रथम सामुएल एपरी समय रे साउल वर्षारे दाऊदଙ୍କୁ कांथरे फोड़ी पकाइबाकू चाहिले In Psalm 34, I like the Oriya version. Psalm 34 verse 7, Chariade it puts over. I like that verse very much. In Psalm 34 and verse 7, just read that. आमे गीत संहिता तर 34 रो आउ 7 पद आमे पढिबा Yeah, I like that word. Oriya is so beautiful. जेउ माने सदा प्रभु को भय करंती ताहांकर दूत सेमानक चारिआडे छाउणी करी सेमानक उद्धार करंती I like that. Chariade is front, back, and two sides. बो साइड या आउ आज्ञा कुहंती ताहांकु एही पद आउ भल लागे कारण जो शब्द लिखा जाय चारि पटे बा चारिआडे अर्थ आउ दुई पार्श्वरे एवं आगरे एवं पछरे In English it says roundabout. एवं इंग्लिश रे लिखा जाय से चारि पटे बा चतुर पार्श्वरे Roundabout is okay, round we know, but when you put 4, it's so beautiful, it's very crystal clear. आउ आमे जदि कहबा हमर से पार्श्व माने समूह पार्श्व अर्थ चारि पट रे हम देखिबा जोटा कि हमर चारि पार्श्व को बुझाए ता अति उत्तम विषय अटे So you find that David wrote this psalm because he knew the protection of God. एटारे गीत रचक दाऊद से गीत लिखि अछंती प्रकार काहे कि कारण से बुझी अछंती प्रकृति रे परमेश्वरंकर जो सुरक्षा से दियंती हमकु चारि आडे से हमकु घेरी हमकु सुरक्षा से देई थांती Whenever you read this psalm, he will write there by saying, the Lord is my shield, he is my buckler, he is my rock. Remember what he meant during those times. जेतो बेला में गीत संहिता पाठ करिबा दाऊद से सब स्थान रे कुहंती परमेश्वर मोर शैल परमेश्वर मोर दुर्ग परमेश्वर मोर उद्धारकर्ता से जे कुहंती आमे तांकर से गभीरता मध्य को जीवा केउ प्रकार परिस्थिति मध्य रे से गीत सब से हृदयंगम करी लेखि अछंती ता आमे बुझी परिबा Shield is something that I hide behind. ढालर अर्थ कोन अटे गोटे एई प्रकार विषय जहार पछपड़े निजक मु लुचेई रखिबी If that shield is not there, that whatever that weapon may attack me and hurt me. तो से ढाल नथिबो ता सम्मुख रे जदि जे कोनोसी अस्त्र आसुथिबो ता मते सीधा सड़क भाबरे मते आक्रमण करिवो So David was really a man who was running after God and he was always waiting upon God. प्रकृति रे दाऊद औ से व्यक्ति थिले जे कि सबु बेले से परमेश्वरंकर पछरे से दौडुथिले एवं परमेश्वरंकर अपेक्षा से करूथिले And then you find in verse 11, he escaped and he went, but he went to his own house. There's no other go for him to play. He went to his own house. जदि आमे 11 पद देखिबा से प्रथम सामुएल 19 रो तो दाऊद कोन कले से आपना घर को से पळेई गले आ ताहांग ठारू साउल को जो रक्षा करिबा पय And in verse 11 you find his wife, she came to know that the soldiers are going to come and kill David. एवं 11 पद जदि आमे पढिबा एटा लिखा जाय तहु दाऊदंकु जगी सकाळे बद्ध करिबा पई तांको गृह को साउल दूत मानकु पठाइले एथिरे दाऊदंकर भार्या मिखल तांको कहिला तुमे आजि रात्रि अपना प्राण रक्षा न कले काली हत हेबो Even though Michal here did not find favor in David's life, आउ जदि हमें देखिबा आउ मिखल जे कि दाऊदंकर स्त्री थिले से मध्ये कोनोसी प्रकार सपेक्षता देखिया नथिले आउ दाऊदंकर निमंते it was a one-sided love affair.
ଆଉ ଏଟା ଏକ ପାର୍ଶ୍ୱର ଯୋଉ ପ୍ରେମର ବିଷୟ ଥିଲା। Michal loved David, but David did not have any love for Michal. ଏଠାରେ ମିଖଲଙ୍କର ପ୍ରେମ ଦାଉଦଙ୍କ ପ୍ରତି ଥିଲା, କିନ୍ତୁ ଦାଉଦଙ୍କର ପ୍ରେମ ମିଖଲଙ୍କ ପ୍ରତି ନଥିଲା। And by the will of God also, they never had children. He never had children through her. ଆଉ ହୁଏତ ପରମେଶ୍ୱରଙ୍କର ମଧ୍ୟ ଇଚ୍ଛା ଅନୁସାରେ ମଧ୍ୟ ଆଉ ସେମାନଙ୍କର କୌଣସି ସନ୍ତାନ ମଧ୍ୟ ଜାତ ହୋଇନଥିଲା। This was also, since this marriage was planned by Saul to harm David's future. କାରଣ ସେଇ ଯୋଉ ବିବାହ ଆୟୋଜନ କିଏ କରିଥିଲା, ତାହା ସାଉଲ କରିଥିଲା। ଦାଉଦଙ୍କ ଜୀବନକୁ କଷ୍ଟରେ ପକେଇବା ନିମନ୍ତେ ସେ ତାହା କରିଥିଲା। So these are the many dimensions which you see why God did not bless Michal. ଯଦି ଆମେ ତାର ବିଭିନ୍ନ ଦୃଷ୍ଟିକୋଣରୁ ଦେଖିବା, ହୁଏତ ସେଥିପାଇଁ ପରମେଶ୍ୱର ଆଉ ମିଖଲକୁ କୌଣସି ପ୍ରକାର ସେ ଆଶୀର୍ବାଦ ଦେଇନଥିଲେ। It's very sad that David was, rather you could say, forced to marry Michal. ଆଉ ତାହା ଅତି ଦୁଃଖର ବିଷୟ ଅଟେ ଥିଲା ଯେ ଦାଉଦ ବାଧ୍ୟତାମୂଳକ ସେ ମିଖଲକୁ ବିବାହ କରିଥିଲେ। So you find here this marriage was not for God's favor. God did not favor this marriage. ଆଉ ଏହି ଯୋଉ ବିବାହ ଥିଲା ତାହା ପରମେଶ୍ୱରଙ୍କର କୌଣସି ଆଉ ଇଚ୍ଛା ନଥିଲା, ଆଉ ପରମେଶ୍ୱର ତାର ସପକ୍ଷରେ ମଧ୍ୟ ନଥିଲେ। And we find here, yet she protects David. କିନ୍ତୁ ତଥାପି ଆମେ ଦେଖିବା ଆଉ ମିଖଲ ସେ ଚେଷ୍ଟା କରିଥିଲେ ଆଉ ଦାଉଦଙ୍କୁ ରକ୍ଷା କରିବା ନିମନ୍ତେ। If you look at verse 11, 12, you can read 12, 13. ଆମେ ସେଇ 12 ଏବଂ 13 ପଦ ଆମେ ପଢିବା। ତେଣୁ ମିଖଲ ଝରକା ଦେଇ ଦାଉଦଙ୍କୁ ଓହ୍ଲାଇ ଦେଲା, ଏଥିରେ ସେ ଗଲେ ଓ ପଳାଇ ରକ୍ଷା ପାଇଲେ। ତ ମିଖଲ ମୂର୍ତ୍ତି ନେଇ ଶଯ୍ୟାରେ ଶୁଆଇଲା ଓ ଛାଗ ଲୋମ ନିମିତ୍ତ ରେଜାଇ ତହିଁର ମସ୍ତକରେ ଦେଇ ତାହାକୁ ଚାଦରରେ ଘୋଡାଇ ରଖିଲା। Now this is not a correct counsel that David should do. ଏଠାରେ ଯଦି ଆମେ ଦେଖିବା, ଏଟା ଗୋଟେ ପ୍ରକୃତ ସଠିକ ମନ୍ତ୍ରଣା ନଥିଲା ଯୋଉଟା କି ଦାଉଦ ସେ କରିଲେ। Even though it looking good in our sight, that is very good thing that she did to escape David from dying. In our eyes, it's looking good, but in God's sight, it is not correct. ଯଦି ଆମ ମାନଙ୍କ ଦୃଷ୍ଟିକୋଣରେ ଯେ ଆମକୁ ଅତି ଠିକ ଦେଖା ଯାଉଛି ଯେ ଆଉ ମିଖଲ ଯାହା ବି କଲେ ଦାଉଦଙ୍କୁ ବଞ୍ଚେଇବା ନିମନ୍ତେ ଆଉ ସେ ପ୍ରକାର କର୍ମ କଲେ, କିନ୍ତୁ ପରମେଶ୍ୱରଙ୍କ ଦୃଷ୍ଟିରେ ତାହା ଠିକ ବିଷୟ ନଥିଲା। Why many people say this is, David a few months back attacked single-handedly Goliath and killed him with a stone. କାରଣ ଅନେକ ଲୋକମାନେ ଏ ପ୍ରକାର ତାଙ୍କ ଭାବନା ଆଉ ଏ ବିଷୟ ନିମନ୍ତେ ଏ ପ୍ରକାର ଥିଲା। କାହିଁକି? କାରଣ ଯଦି ଆମେ ଦେଖିବା ଆଉ କିଛି ସେଇ ମାସ ପୂର୍ବରୁ ହଉ କିମ୍ବା ସପ୍ତାହ ପୂର୍ବରୁ ଆମେ ଦେଖିବା ଏଇ ଘଟଣାର, ଆଉ ଦାଉଦ ସେ କଣ କରିଥିଲେ, ସେ ଏକୁଟିଆ ଏବଂ ସେ କି ପ୍ରକାର ଗଲିଆତକୁ ସେ ହତ୍ୟା କରିଥିଲେ। And such a mighty man of faith, today he is reduced to escaping from the window. ଆଉ ଯେଉଁ ଶକ୍ତିଶାଳୀ ଲୋକ, ବିଶ୍ୱାସରେ ଯୋଉ ଶକ୍ତିମାନ ଲୋକ ଦାଉଦ ଥିଲେ, ସେ ଆଜି ଏହି ପ୍ରକାର ପରିସ୍ଥିତିରେ ସେ ନିଜକୁ ଆଉ ରକ୍ଷା କରିବା ପାଇଁ ଗୋଟେ ଝରକା ଦେଇ ସେ ନିଜକୁ ଆଉ ସେଥିରୁ ସେ ବାହାରିକି ସେ ଯାଉଅଛନ୍ତି। That is, he did it because Michal would have forced him to do that. ତାହା ସେ ଏଥି ନିମନ୍ତେ କରିଲେ କାରଣ ମିଖଲ ତାଙ୍କୁ ବାଧ୍ୟ କଲେ ତାହା କରିବା ପାଇଁ। But actually a real David would not do that. He's got God to deliver him. କିନ୍ତୁ ପ୍ରକୃତ ଦାଉଦ ହୁଏତ ସେ ପ୍ରକାର ବିଶେଷ କରିନଥାନ୍ତେ, କାରଣ ପରମେଶ୍ୱର ନିଶ୍ଚିତ ଭାବରେ ତାହାକୁ ଉଦ୍ଧାର କରିଥାନ୍ତେ। He wrote Psalm 59. ସେ ଗୀତ ସଂହିତା 59 ସେ ଲେଖି ଅଛନ୍ତି। You just read Psalm 59, just read the first 3 verses. ଆମେ ଗୀତ ସଂହିତା ଆଉ 59 ର ତାର 1, 2 ଏବଂ 3 ପଦ ଆମେ ପଢିବା। ହେ ମୋହର ପରମେଶ୍ୱର, ମୋ ଶତ୍ରୁଗଣ ଠାରୁ ମତେ ଉଦ୍ଧାର କର, ମୋ ବିରୁଦ୍ଧରେ ଉତ୍ଥିତ ଲୋକମାନଙ୍କ ଠାରୁ ମତେ ଉଚ୍ଚରେ ସ୍ଥାପନ କର, ଅଧର୍ମାଚାରୀ ମାନଙ୍କ ଠାରୁ ମତେ ଉଦ୍ଧାର କର, ରକ୍ତ ପିପାସୁ ଲୋକମାନଙ୍କ ଠାରୁ ମତେ ରକ୍ଷା କର। କାରଣ ଦେଖ, ସେମାନେ ମୋ ପ୍ରାଣ ପାଇଁ ଛକି ବସନ୍ତି, ବଳବାନ ମାନେ ମୋ ବିରୁଦ୍ଧରେ ଏକତ୍ରିତ ହୁଅନ୍ତି। ହେ ସଦାପ୍ରଭୁ, ମୋର ଅପରାଧ କିଏ ବା, ମୋ ପାପ ସକାଶୁ ନୁହେଁ। Maybe when David was singing this psalm in the prayer room, maybe
Michael planned how to make her husband to escape and did these things. ହୁଏତ ଯେତେବେଳେ ଆଉ ଦାଉଦ ସେଙ୍କ ଗୃହ ମଧ୍ୟରେ ଆଉ ନିଜକୁ କି ପ୍ରକାର ଉଦ୍ଧାର କରିବେ ଆଉ ସେ ବିଷୟରେ ପରମେଶ୍ୱର ନିକଟରେ ଯେତେବେଳେ ଏଇ ଗୀତ ସେ ରଚନା କରିଅଛନ୍ତି ବା ସେ ପ୍ରଭୁ ନିକଟରେ ଗାନ କରିଅଛନ୍ତି, ହୁଏତ ସେଇ ସମୟରେ ଆଉ ମିଖଲ ଯୋଜନା ସେ କରୁଥିଲେ କି ପ୍ରକାର ତାଙ୍କ ଦାଉଦଙ୍କୁ ସେ ଉଦ୍ଧାର କରିପାରିବେ। But surely a David who killed Goliath, he wouldn't do such a way of escape. It is not a brave escape, it's a cowardly escape. କିନ୍ତୁ ପ୍ରକୃତ ଯୋଉ ଦାଉଦ ଯେ କି ପରମେଶ୍ୱର ଉପରେ ନିର୍ଭର କରୁଥିଲେ, ହୁଏତ ସେଇ ଦାଉଦ ଏଇ ବିଷୟ ସେ କେବେ ବି କରିନଥାନ୍ତେ ଆଉ ଏ ପ୍ରକାର ନିଜକୁ ଆଉ ଲୁଚେଇକି ନେଇକି ଯିବାର ବିଷୟ ସେ କେବେ ମଧ୍ୟ କରିନଥାନ୍ତେ। You know, if you look at verse 16, ଯଦି ଆମେ 16 ପଦ ଦେଖିବା, ତହୁଁ ଦୂତମାନେ ଭିତରେ ଯାଆନ୍ତେ, ଦେଖ ଶଯ୍ୟାରେ ମୂର୍ତ୍ତି ଅଛି ଓ ତହିଁର ମସ୍ତକରେ ଛାଗଲୋମ ନିର୍ମିତ ରେଜାଇ ଅଛି। you know, look at him. He says here, I will sing and worship you. A man of so much of faith and confidence is sometimes reduced to escaping. ଆମେ ଦେଖୁଛୁ ଯେଉଁ ଲୋକ ସେ କହୁଛି ମୁଁ ପରମେଶ୍ୱରଙ୍କ ପ୍ରଶଂସା କରିବି, କିନ୍ତୁ ସେ ଯୋଜନା କରୁଅଛି ନିଜକୁ ଏ ପ୍ରକାର ଆଉ ସୁରକ୍ଷା ଦେବା ପାଇଁ। You know, let us, be very careful in our spiritual life. ସେଥିପାଇଁ ଆମେ ଆମ ଆତ୍ମିକ ଜୀବନ ପ୍ରତି ଆଉ ଅଧିକ ଭାବରେ ଆମେ ଆଉ ସତର୍କ ରହିବା ଦରକାର। It is to show also that David was during these times, he should have been more careful. ଯଦି ଆମେ ଆଉ ଦାଉଦଙ୍କ ଜୀବନରେ ଦେଖିବା ଆଉ ତାଙ୍କ ହୁଏ କିଛି ସମୟରେ ଆଉ ତାଙ୍କୁ ଅଧିକ ଭାବରେ ସତର୍କ ହେବାର ବିଷୟ ମଧ୍ୟ ଥିଲା। Because there was also chances of him to do these things to obey the carnal flesh. What pastor uncle? There is chances of us also to obey that carnal flesh. ଆଜି ଆମ ମାନଙ୍କ ପାଖରେ ମଧ୍ୟ ଆଉ ଅଧିକରୁ ଅଧିକ ପ୍ରକାର ମାନେ ବିଷୟ ରହିଅଛି ଯେ ଆମେ ମାନେ ଆମର ସେଇ ଯୋଉ ଶାରୀରିକ ଯୋଉ ବିଷୟ ଗୁଡିକର ଅଭିଳାଷ ଅଛି ବା ପାପ ଅଛି ତାହାକୁ ପୂରଣ କରିବା ପାଇଁ sometimes we take shortcuts, it is not correct in God's sight. We do those things. We should not do those things. ବେଳେ ବେଳେ ଆମ ମାନଙ୍କ ଜୀବନରେ ଆଜି ଆମେ ସର୍ଟକଟ ଯୋଉ ଛୋଟ ରାସ୍ତା ଆଉ କରିବା ପାଇଁ ଆମ ପାଖରେ ଅଧିକ ସୁଯୋଗ ଅଛି ଆଉ ଆମେ ତାହା କରିକି ଆଗକୁ ବଢି ପାରିବା, କିନ୍ତୁ ପରମେଶ୍ୱରଙ୍କ ଦୃଷ୍ଟିରେ ତାହା ସଠିକ ନୁହେଁ, ସେଥିପାଇଁ ଆମେ ତାହା କରିବା ଉଚିତ ନୁହେଁ। God has so many ways to deliver his anointed. କାରଣ ପରମେଶ୍ୱରଙ୍କ ପାଖରେ ଆଜି ଅନେକ ଉପାୟ ଅଛି ଆଉ ତାହାଙ୍କ ଲୋକମାନଙ୍କୁ ଉଦ୍ଧାର କରିବା ପାଇଁ। Now because of this escape, he goes to some other place and another trouble starts there also. So we have to be careful. ଯେହେତୁ ସେ ଗୋଟେ ଛୋଟ ରାସ୍ତା ଉପାୟ ସେ ଧରିଲେ ଏବଂ ଉଦ୍ଧାର ନିଜକୁ କରିବା ପାଇଁ ସେ ପ୍ରକାର କରିଲେ ଏବଂ ତାପରେ ଯୋଉ ସ୍ଥାନକୁ ସେ ଗଲେ ସେଠାରେ ମଧ୍ୟ ତାଙ୍କ ନିମନ୍ତେ ଅଧିକ ସମସ୍ୟା ବଢିଗଲା। And in the verse 15 we find that Saul gives orders that he should be brought along with the bed so that he can kill him personally. ଏବଂ 15 ପଦରେ ଯଦି ଆମେ ଦେଖିବା ଆଉ ସେଇ ପ୍ରଥମ ସାମୁଏଲ 19 ଆଉ ଏଠାରେ ଆଉ ସାଉଲ ସେ କହୁଅଛନ୍ତି ତାଙ୍କୁ ସଜ୍ଜା ସହିତ ଦାଉଦଙ୍କୁ ତାଙ୍କ ନିକଟକୁ ଆଉ ଆଣିବା ପାଇଁ ଏବଂ ସେ ବ୍ୟକ୍ତିଗତ ଭାବରେ ତାହାଙ୍କୁ ହତ୍ୟା କରିବା ପାଇଁ ସେ କହୁଅଛନ୍ତି। So you find this also similarly happening in the life of Jesus. They did not spare him even in the night time or daytime. They kept on watching over Jesus to kill him. ଆଉ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ଜୀବନରେ ମଧ୍ୟ ଏ ପ୍ରକାର ବିଷୟ ଘଟିଥିଲା ଆଉ ସେ ଲୋକମାନେ ସେମାନେ ତାହାଙ୍କୁ ଏ ପ୍ରକାର ମଧ୍ୟ ଛାଡୁ ନଥିଲେ, ସେମାନେ ଦିବା ରାତ୍ର ତାହାଙ୍କ ଉପରେ ଦୃଷ୍ଟି ରଖୁଥିଲେ ତାହାଙ୍କୁ ବଧ କରିବା ପାଇଁ। And also, for us, we also sometimes should become strong also. Our enemies, they remember us. They only want to plan how to harm you. That's always in their mind. ଆଜି ଆମେ ମାନେ ମଧ୍ୟ ଆମ ଜୀବନ ମଧ୍ୟରେ ଆମେ ସତର୍କ ରହିବା, କାରଣ ଆମର ଶତ୍ରୁ ଯିଏକି ଶୈତାନ ସବୁବେଳେ ଛକି ବସିଥାଏ ଆମକୁ କ୍ଷତି ପହଞ୍ଚେଇବା ପାଇଁ। So it's a very big mystery. Now, when will this stop? Only when Christ comes, the answer will be there. ଆଉ ଆମମାନଙ୍କ ପାଇଁ ହୁଏତ ଏହା ଗୋଟେ ରହସ୍ୟପୂର୍ଣ୍ଣ ବିଷୟ ଅଟେ ଯେ ତାହା କେବେ ସମାପ୍ତ ହେବ, ସମସ୍ତ ବିଷୟର କେବେ ସମାପ୍ତି ହେବ, ହୁଏତ ସେବେ ହିଁ ହେବ ଯେତେବେଳେ ପ୍ରଭୁ ଯୀଶୁଖ୍ରୀଷ୍ଟ ଆଉ ସେ ଜଗତ ମଧ୍ୟକୁ ପୁନର୍ବାର ଆସିବେ। Jesus told that the murderer is right from the beginning. His idea to murder right from Cain and Abel that started, it is still going on.
प्रभु जीशु ख्रीष्ट प्रकार कहिले जे हत्याकारी शैतान से आरंभरू से स्थान रे से अछि आ होय तमे देखिबा आउ जदि पृथ्वी सृष्टि हैला एवं ता पूर्वରୁ ହିଁ से स्थान रे से थिला Why? It started with hatred. काहेकि कारण ताहा आउ आमे देखिबा घृणार विषय ହିଁ जात हैला There are also the two brothers. One was accepted, the other one was rejected. दले दुई भाई थिले जने को ग्रहण करागला और जने को परित्याग करागला And just because the other person accepted, this brother got angry and he killed him. तो जेतबेले ता गोटे भाई को ग्रहण करागला तो अन्य भाई कोन हैला से क्रोधान्वित हैला एवं रागी की से कोन कला अन्य भाई को से हत्या करिला So we also should, it's a very difficult thing for us to accept, but we have to accept this truth. Because that you love God, we have these problems. होय तो आज हमको ए प्रकार समस्या गुडी को ग्रहण करिबा निमंते अति कष्ट अटे किंतु हमको ता ग्रहण करिबा को पड़िबो कारण आज हम ईश्वर को प्रेम करूछु यदि निमंते समस्त विषय को हमको जानिबा दरकार Now, if you read verse 19, David fled and went to Samuel. हमें 19 पद देखिबा आ उठरे लिखा जाए आउ जे की प्रकार आउ दाऊद से साउल शामुएल को निकट को से गले Verse 19, it says over there, he fled and came to Samuel, and he told Samuel all that was happening to him. जदि आमे 19 एवं 20 पद देखिबा आउ उठरे लिखा जाए ए उतरे साउल को जणाई दिया गला देखो दाऊद रामासित नयातरे अछंती तेणु साउल दाऊद को धरिबा पई दूत मान को पठाइले मात्र से माने भविष्यत वक्ता दल को भविष्यत वाक्य प्रचार करिबार ओ सेमान को ऊपर नियुक्त सामुएल को ठिया हबार देखन्ते परमेश्वर को आत्मा साउलंकर दूत मान को ऊपर को आसिले तहेले से माने मध्य भविष्यत वाक्य प्रचार करिले It is good that you during difficult times that you can share your burden with godly people. उत्तम विषय अटे तेबेले हम जीवन दुख कष्ट आसे हम हमर समस्त भार जो समस्त बोझ थाए ता हमें परमेश्वर गोटे को नेकी जाय था It is in the will of God that David came to Ramah and told these things to Samuel. Pastor, just give me some time. Just wait. Hello. Yeah, Pastor. Tell me. Yeah. Now, sometimes, we go to servants of God or godly people and we tell them our problems. It is good. बेले बेले हमें कोन करि थाउ हमें ईश्वर को दास मान को पाख को जाई थाउ आ हमर समस्या सब हमें ताहा मन कोटर कहि था उतना विषय अटे But here you find that it becomes a problem to Samuel also. किंतु हमें देखुचु आउ जे से विषय घटिला ता सामुएल को पाई मध्ये गोटे समस्या रो विषय घटिला So we have to be problem. The issue here is Satan is not going to spare you easily. तो आमे एठरे जानिबा दरकार जे शैतान आउ से कोनसी प्रकार अति सहज रे से आम पीछे छाड़िबो नाही We need to be very careful and understand that the enemy always remembers you and he plans to hurt you. तो शैतान सब आमे बळे मन रखिबा जे शैतान सबु बेले से चाहिबो हमकु केवल कष्ट देबा निमंते So we have to be very careful in our Christian lives. सती पई हमर विश्वास जीवन को नै कि आज हमकु अति सतर्कता आउ रखिबार आवश्यक अछि Romans, if you look at Romans chapter 12 verse 1 and 2, Paul makes an appeal. He says that you got to submit yourself and present yourselves to God. जदि रोमियो तार 12 पर्वर 1 एवं 2 पद में पढिबा आ अठरे आउ साउल कुहन अठरे पाउल कुहंती अतएव हे भाई माने मु तुम मान को ईश्वर को दया हेतु विनती करूअछि तुम्हें माने आपन आपन शरीर को सजीव पवित्र और ईश्वर को सुग्राह्य बलि रूपे उत्सर्ग कर एहा तो तुम मानकर जुक्तियुक्त उपासना तुम्हें माने जदि वर्तमान जुगर अनुरूपी तुम्हें माने एही वर्तमान जुगर अनुरूपी हुआ नहीं किंतु जेपरि तुम माने ईश्वर को इच्छा कौन अर्थात उत्तम सुग्राह्य और सिद्ध विषय कौन एहा परीक्षा करी जानी पार एथि निमंते आपना आपना मनर नूतनीकरण द्वारा परिवर्तित हुआ In verse 2 he says, do not be conformed to the world. That's very, very important for us. ए दुई पदरे अति गुरुत्वपूर्ण विषय आउ पाउल कुहंती जे तुम्हें माने ए वर्तमान जुगर अनुरूपी हुओ नाही But be transformed.
କିନ୍ତୁ ତୁମେ ନିଜର ମନର ନୂତନୀକରଣ ଦ୍ୱାରା ପରିବର୍ତ୍ତିତ ହୁଅ। See, God has anointed you to be a blessing, and surely the blessings of God will come upon us. ଆଜି ପରମେଶ୍ୱର ଆମକୁ ମନୋନୀତ କରିଅଛନ୍ତି, ବାଛି ଅଛନ୍ତି ଆଶୀର୍ବାଦ କରିବା ନିମନ୍ତେ। ନିଶ୍ଚିତ ଭାବରେ ସେ ଆଶୀର୍ବାଦ ତାହା ଆମ ଉପରକୁ ଆସିବ। So the blessings are already confirmed that it's not going to, you're not going to lose it. ତ ସେ ଆଶୀର୍ବାଦ ଗୁଡ଼ିକ ଆଉ ତାହା ସ୍ପଷ୍ଟ ରୂପେ ଆମ ନିମନ୍ତେ ହିଁ ଅଛି, ଆଉ ତାହା କୌଣସି ପ୍ରକାର ଆମେ ହରାଇବା ନାହିଁ। You know, it's just like you carrying a big glass vessel of, let's say, something precious or some juice. ଆମେ ଏ ପ୍ରକାର କହିପାରିବା ଯେ ଗୋଟେ କାଚର ପାତ୍ରରେ ଆମେ ହୁଏତ ଜୁସ୍ ହଉ କିମ୍ବା କିଛି ଗୋଟେ ବହୁମୂଲ୍ୟ ବିଷୟ And you're ଆମେ ଧରିକି ଯାଉଅଛୁ। you're walking from the kitchen to the dining room. ତ ଆମେ ଆମର ସେଇ ଡାଇନିଂ ରୁମ ରୁ ଆମେ କିଚେନ ଆଡକୁ ଆମେ ଯାଉ ଚାଲିକି। How will you go? You won't run, you will go slowly. ଆମେ ହୁଏତ ଆଉ ଦୌଡ଼ିବା ନାହିଁ, ଆମେ ହୁଏତ ଅତି ଧୀରେ ଧୀରେ ଆମେ ହିଁ ଯିବା। Why you are going slowly is you don't want to make that juice to spill onto the floor. କାହିଁକି ଆମେ ଧୀରେ ଧୀରେ ଯିବା? କାରଣ ଆମେ ଆଉ ଚାହିଁବାନି ଆଉ ଯେ ଆମର ଯୋଉ ଜୁସ୍ ଆମେ ଧରିଛୁ କାଚ ପାତ୍ରରେ ତାହା ସେଇ ଚଟାଣ ଉପରେ ପଡୁ ବୋଲି। The same way is our life. We should be very careful with our day-to-day life. ଆଜି ଆମ ଜୀବନରେ ମଧ୍ୟ ସମାନ ବିଷୟ ଅଟେ। ଆମର ପ୍ରତ୍ୟେକ ଦିନର ଜୀବନର ବିଷୟ ଗୁଡିକ ପ୍ରତି ଆମକୁ ଅତି ଆଜି ସାବଧାନ ହେବାର ଆବଶ୍ୟକତା So, ରହିଅଛି। ask God, as Romans says, you got to keep on transforming. Lord, change me. Maybe somebody has hurt you too much, and you ask God, forgive me, help me to forgive that person. ଯେପରିକି ଆମେ ଦେଖିଲୁ ରୋମିଓରେ ଯେ ଆମେ ଆମର ମନର ନୂତନୀକରଣ ଦ୍ୱାରା ଆମେ ପରିବର୍ତ୍ତିତ ହେବା। ଯଦି ଆମକୁ ଆଜି କେହି କଷ୍ଟ ପହଞ୍ଚାଉଛି, ଆମେ କାହାକୁ ଘୃଣା କରୁଛୁ କିମ୍ବା ଆମ ପ୍ରତି କିଏ ସେମିତି କରୁଛି, ଏ ସମସ୍ତ ବିଷୟ ଗୁଡିକ ପାଇଁ ଆମେ ପ୍ରଭୁଙ୍କ ନିକଟକୁ ତା ବିଷୟକୁ ନେଇକି ଯିବା ଆଉ ଆମେ ପ୍ରାର୍ଥନା କରିବା ଯେ ପ୍ରଭୁ ପ୍ରତ୍ୟେକ ଦିନ ଆମକୁ ପରିବର୍ତ୍ତନ ସେ କରନ୍ତୁ। You know, and one of the most important things is anger. ଜରୁରୀ ବିଷୟ ବା ଗୁରୁତ୍ୱପୂର୍ଣ୍ଣ ବିଷୟ ଅଟେ କ୍ରୋଧ। You know, if you look at Matthew chapter 5, Jesus himself says that anger will bring forth murder. ପ୍ରଭୁ ଯୀଶୁ ଖ୍ରୀଷ୍ଟ ସ୍ୱୟଂ ନିଜେ ସେ କହିଛନ୍ତି ମାଥ୍ୟୁ 5 ପର୍ବରେ ଯେ କ୍ରୋଧ ବା ସେ ରାଗର ବିଷୟ ତା ହତ୍ୟା କରିବା ନିମନ୍ତେ ପ୍ରବର୍ତ୍ତାଏ। So once you have that anger inside, you find out the papers we read, they had a fight, they had argument, and then it ended up in murder. ଯଦି ଆମେ ଦେଖିବା ଆଉ କି ପ୍ରକାର ଲୋକମାନଙ୍କ ମଧ୍ୟରେ ସେ ବିଷୟ ଜାଗ୍ରତ ହୁଏ, କ୍ରୋଧ ହୁଏ, ତାପରେ ସେ ବିଷୟ ଯୋଜନା ସେମାନେ କରନ୍ତି ଏବଂ ଜଣକୁ ହତ୍ୟା କରିବା ନିମନ୍ତେ ଚେଷ୍ଟା କରିଥାନ୍ତି। And how does that murder comes? It comes because of the flesh. ଏବଂ ସେଇ ଯୋଉ ହତ୍ୟାର ବିଷୟ ତା କେଉଁଠାରୁ ଆସେ? ତାହା ଶାରୀରିକ ବିଷୟରୁ ହିଁ ଜାତ ହୁଏ। And why flesh came? Because the spirit is not working. ଆଉ କାହିଁକି ଶାରୀରିକ ବିଷୟ ଆସେ? କାରଣ ଆତ୍ମାଙ୍କ ବିଷୟ ବା ଯଦି ଆମେ ଦେଖିବା ଆତ୍ମିକ ବିଷୟଟା ନଥାଏ। And why spiritual life is not there? Because you never committed your life to God. କାହିଁକି ସେ ଆତ୍ମିକ ବିଷୟଟା ନଥାଏ? କାରଣ ଆମ ଜୀବନକୁ କେବେ ମଧ୍ୟ ଆମେ ଈଶ୍ୱରଙ୍କ ନିକଟକୁ ନେଇକି ସମର୍ପଣ କରିନଥାଉ। So David, right from the beginning, he knew that he was anointed to be the next king of Israel. ଦାଉଦ ସେ ଆଗରୁ ହିଁ ଜାଣିଥିଲେ ଯେ ପରମେଶ୍ୱରଙ୍କ ଦ୍ୱାରା ସେ ଅଭିଷେକ ପାଇଅଛନ୍ତି, ବଛା ଯାଇଅଛନ୍ତି। Hello? So David knew that he was anointed to be the king. ଦାଉଦ ସେ ଜାଣିଥିଲେ ଯେ ସେ ଆଉ ବଛା ଯାଇଅଛନ୍ତି ଆଉ ଇସ୍ରାଏଲ ରାଜା ହେବା ନିମନ୍ତେ And ପରମେଶ୍ୱରଙ୍କ Saul ଦ୍ୱାରା। also knew that he was rejected by God. ଏବଂ ସାଉଲ ମଧ୍ୟ ସ୍ପଷ୍ଟ ଭାବରେ ସେ ଜାଣିଥିଲେ ଯେ ପରମେଶ୍ୱରଙ୍କ ଦ୍ୱାରା ସେ ପରିତ୍ୟାଗ କରାଯାଇଅଛନ୍ତି। So it is the patience of David which made him to become the king. ଏହା ଥିଲା ଦାଉଦଙ୍କର ଯୋଉ ଯଦି ଆମେ କହିବା ଧୈର୍ଯ୍ୟର ବିଷୟ ଯାହାକି ତାହାଙ୍କୁ ରାଜା ହେବା ନିମନ୍ତେ ଆଉ ସେ ନେଇକି ଗଲା। So let's not be impatient and lose our peace and lose our blessings. ସେଥିପାଇଁ ଆମେ କୌଣସି ପ୍ରକାର ଅଧୈର୍ଯ୍ୟ ହେବା ନାହିଁ, ଆମର ଯୋଉ ଆଶୀର୍ବାଦର ବିଷୟକୁ ଆମେ ମାନେ ସେ ପ୍ରକାର ହରେଇବା ନାହିଁ। People hate you because of Christ, nothing else. ଆଜି ଲୋକମାନେ ଆମକୁ ଘୃଣା କରିବେ ଆଉ ତାହା କେବଳ ଖ୍ରୀଷ୍ଟଙ୍କୁ ଆମେ ଜାଣିଛୁ ବୋଲି ସେ ତାହା ଆମକୁ କରିବେ। So that doesn't mean I'm going to stop praying. କିନ୍ତୁ ତାହାର ଅର୍ଥ ଏହା ନୁହେଁ ଯେ ମୁଁ ପ୍ରାର୍ଥନା କରିବା ମଧ୍ୟ ବନ୍ଦ କରିଦେବି। Now, the more you pray, the more trouble you have. ଯେତେ ଅଧିକ ମୁଁ ପ୍ରାର୍ଥନା କରିବି ସେତେ ଅଧିକ ମୋ ଜୀବନରେ ସମସ୍ୟା ମଧ୍ୟ ଆସିବ। So that doesn't mean I'll stop praying.
ତାର ଅର୍ଥ ଏହା ନୁହେଁ ଯେ ମୁଁ ପ୍ରାର୍ଥନା କରିବା ବନ୍ଦ କରିଦେବି। So let us be people who bear the fruit of the Spirit. ସେଥିପାଇଁ ଆସନ୍ତୁ ଆମେ ମାନେ ସେହି ଦଳର ଲୋକ ହେବା ଯୋଉମାନେ କି ଆତ୍ମାର ଫଳ ଫଳିଥାନ୍ତି। So if you have a mango tree which is sweet, people will throw stones at that. ଯଦି ଆମେ ସେହି ମିଠା ଆମ୍ବର ଗଛ ଭଳିଆ ଯଦି ଆମେ ହେବା ତ ଲୋକମାନେ ନିହାତି ଭାବରେ ଆମମାନଙ୍କୁ ପଥର ଫୋପାଡ଼ିବେ। So you're not going to get up in the morning and cut off the tree. ତ ଆମେ ମାନେ ସେ ପ୍ରକାର ଆଉ ଉଠିକି ସକାଳୁ ଆଉ ସେ ଆମ୍ବ ଗଛ କଣ କାଟିଦେବା କି? What will happen? You also won't get you also can't eat the fruit. କାରଣ ଯଦି ଆମେ ସେଇ ଆମ୍ବ ଗଛକୁ କାଟିଦେବା ତାହେଲେ ଆମେ ମଧ୍ୟ ସେଇ ଫଳ ଆମେ ଆଉ ପାଇପାରିବା ନାହିଁ। So look at God's anointing upon you, that He wants to bless you. ସେଥିପାଇଁ ଆସନ୍ତୁ ଆମେ ପରମେଶ୍ୱରର ଅଭିଷେକର ବିଷୟକୁ ଦେଖିବା କାରଣ ସେ ଚାହାନ୍ତି ଆମମାନଙ୍କୁ ଆଶୀର୍ବାଦ କରିବା ପାଇଁ। And just because somebody is trying to harm you, don't worry. God's angels are round about you and He'll protect you in all circumstances. ଆଉ ଯଦି ବି କେହି ଆମକୁ ଆଜି ଆଉ ଆକ୍ରମଣ କରିବା ପାଇଁ କିମ୍ବା ଆଘାତ କରିବା ପାଇଁ ଛକି ବସି ଅଛି ତ ଆମେ ମାନେ ବ୍ୟତିବ୍ୟସ୍ତ ହେବା ନାହିଁ କାରଣ ପରମେଶ୍ୱର ତାଙ୍କ ଦୂତମାନଙ୍କୁ ମଧ୍ୟ ଆଜ୍ଞା ଦେଇଅଛନ୍ତି ଆମକୁ ଚାରିଆଡେ ଆମକୁ ଘେରି ଆମକୁ ସୁରକ୍ଷା ଦେବା ନିମନ୍ତେ। Surely God will bless you. ନିଶ୍ଚିତ ଭାବରେ ପରମେଶ୍ୱର ଆମମାନଙ୍କୁ ଆଶୀର୍ବାଦ Let କରିବେ। us close and pray. ଆସନ୍ତୁ ଆମେ ସମାପ୍ତ କରିବା ଏବଂ ପ୍ରାର୍ଥନା କରିବା। Father, we come to your presence this morning in Jesus' name. ପିତା ଆଜି ଏହି ପ୍ରାତଃ ସମୟରେ ପ୍ରଭୁ ଯୀଶୁଙ୍କ ନାମରେ ଆମେ ତୁମ ନିକଟକୁ ଆସିଅଛୁ। Sometimes, Lord, in our life, we come across problems. ଆଉ ବେଳେ ବେଳେ ପ୍ରଭୁ ଆମ ଜୀବନ ମଧ୍ୟରେ ଆମେ ଆଉ ଅନେକ ସମସ୍ୟାର ସମ୍ମୁଖୀନ ହେଇଥାଉ। We don't do anything, but still we come across problems. ଯଦି ବି ଆମେ ମାନେ କିଛି ବିଷୟ କରିନଥାଉ କିମ୍ବା ଆମର ଭୁଲ ନଥିଲେ ମଧ୍ୟ ଆମେ ମାନେ ସମସ୍ୟାର ସମ୍ମୁଖୀନ ହେଇଥାଉ। Lord, I pray during those times, help us, Lord, not to get angry with those troublemakers. ପ୍ରଭୁ ଆମେ ପ୍ରାର୍ଥନା କରୁଛୁ ଯେ ସେଇ ସମୟରେ ପ୍ରଭୁ ତୁମେ ଆମକୁ ସାହାଯ୍ୟ କର ଏବଂ ଆଉ ଆମେ ଏ ପ୍ରକାର ସେଇ କଷ୍ଟୁଥିବା ଲୋକମାନଙ୍କ ପ୍ରତି ଆମେ କ୍ରୋଧ କରିବୁ ନାହିଁ। But rather help us, Lord, when they hurt us or they speak evil things against us, help us to forgive them and love them. କିନ୍ତୁ ପ୍ରଭୁ ତୁମେ ଆମକୁ ସାହାଯ୍ୟ କର ଆଉ ଆମେ ମାନେ ସେମାନଙ୍କୁ ଘୃଣା ନ କରିବା ବଦଳରେ ଆମେ ତାଙ୍କୁ କ୍ଷମା ଦେଇପାରିବୁ ଏବଂ ପ୍ରେମ କରିପାରିବୁ ତୁମେ ଆମକୁ ସାହାଯ୍ୟ କର। Lord, it's an eye opener to understand because your anointing is upon us, Lord, they are angry or they hate us. ଏବଂ ପ୍ରଭୁ ଏଠାରେ ଆଉ ଆମକୁ ଏଟା ଜାଣିବାର ବିଷୟ ଏହା ଅଟେ ଯେ ସେ ଲୋକମାନେ ଆମକୁ ଏଥିପାଇଁ ଘୃଣା କରନ୍ତି ଯେହେତୁ ତୁମରି ସେ ଅଭିଷେକ ଆମମାନଙ୍କ ଉପରେ ଅଛି। Help us, Lord, to bear the fruit of the Spirit. ପ୍ରଭୁ ତୁମେ ଆମମାନଙ୍କୁ ସାହାଯ୍ୟ କର ଆତ୍ମାଙ୍କ ଫଳ ଫଳିବା ନିମନ୍ତେ। Strengthen your people and, Lord, bless them and take care of them. ପ୍ରଭୁ ତୁମେ ଆପଣା ଲୋକମାନଙ୍କୁ ଆଉ ଶକ୍ତିଯୁକ୍ତ କର ବଳବାନ କର ତୁମେ ସେମାନଙ୍କୁ ଆଶୀର୍ବାଦ କର। In Jesus' name I pray, Father. Amen. ପ୍ରଭୁ ଯୀଶୁଙ୍କ ନାମରେ ପ୍ରାର୍ଥନା ମାଗୁଅଛୁ ପିତା, ଆମେନ୍। Praise the Lord. Praise the Lord.